ଦୁନିଆର ସବୁଠାରୁ ଦୁଃଖର କାରଣ ଏହା ହୋଇଥାଏ କି ଆମ୍ଭେମାନେ ଅଧିକ ଆଶା କରିଦେଇଥାଉ। ଏହା ହିଁ ଆମକୁ କନ୍ଦେଇଥାଏ। ଆମେ ଚାହିଁଥାଉ କି ମୁଁ ଯେପରି ଚାହୁଁଛି ସେ ସେପରି ମୋତେ ପ୍ରେମ କରୁ ବା ସେପରି ସମ୍ମାନ ମୋତେ କରୁ। ଆଉ ଯେତେବେଳେ ସେ ସେପରି ଦେଇନଥାଏ ସେହି ସମୟରେ ଆମ୍ଭମାନଙ୍କ ମନ ଦୁଃଖରେ ଭରି ଯାଇଥାଏ, ମାଇଣ୍ଡ ଅପସେଟ୍ ହୋଇଯାଇଥାଏ। ସେଥିପାଇଁ ସବୁଠାରୁ ପ୍ରଥମ କଥା ହେଉଛି ଆମେମାନେ ଅନ୍ୟଠାରୁ ଆଶା କମ୍ ରଖିବା ଉଚିତ। ସବୁବେଳେ ଏହା ହିଁ ଦୁଃଖର କାରଣ ହୋଇଥାଏ। ଆମେମାନେ ଅନ୍ୟଠାରୁ ଅଧିକ ଏକ୍ସପେକ୍ଟେସନ୍ ତ ରଖିଦେଇଥାଉ, କିନ୍ତୁ କ'ଣ ତୁମେମାନେ ସାମ୍ନାବାଲାକୁ ସେତିକି ପ୍ରେମ କରୁଛ, ସେତିକି ସମ୍ମାନ କରୁଛ? ନା, କେବେ ନୁହେଁ। ଯେତିକି ତୁମେ ଦେବା ଉଚିତ 100% ଦେଉନାହଁ, କିନ୍ତୁ ତା ଉପରେ ସମସ୍ତ ଦୋଷ ଲଦି ଦେଉଛ। ଏପରି ହିଁ ପ୍ରାୟତଃ ସବୁ ସମ୍ପର୍କରେ ହୋଇଥାଏ। ଯେଉଁ ଦିନଠାରୁ ଆମ୍ଭେମାନେ ସେତିକି ଭଲ ପାଇବା ସମ୍ମାନ ଦେବା ଆରମ୍ଭ କରିଦେବା ନା, ଯେତିକି ସାମ୍ନାବାଲା ତୁମକୁ ଦେଉଛି, ଫଳରେ ତା ଭିତରେ ପ୍ରପର ବାଲାନ୍ସ ଆସିଯିବ। ସାମ୍ନା ଲୋକଟିର ପ୍ରକୃତିକୁ ତୁମେ ତ ଚେଞ୍ଜ କରିପାରିବ ନାହିଁ, କିନ୍ତୁ ଆମେମାନେ ଆମ ଜୀବନ ମଧ୍ୟରେ କ'ଣ କରିଥାଉ ନା, ସାମ୍ନା ଲୋକଟିକୁ ଆମ ହିସାବରେ ଚେଞ୍ଜ କରିବାକୁ ହିଁ ଲାଗି ପଡ଼ିଥାଉ। ଫଳରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଯାଇଥାଏ, କିନ୍ତୁ ସେ କେବେ ଚେଞ୍ଜ ହୋଇନଥାଏ। ଫଳରେ ଆମମାନଙ୍କ ମନ ଅଶାନ୍ତି ହୋଇ ଡିପ୍ରେସନକୁ ପଳାଇ ଯାଇଥାଏ। ଗୋଟିଏ କଥା ମନେ ରଖନ୍ତୁ, ଯଦି ସତରେ ଜୀବନରେ ଖୁସି ରହିବାକୁ ଚାହୁଁଛନ୍ତି, ତେବେ ନିଜକୁ ପ୍ରଥମେ ସଠିକ୍ ରାସ୍ତାରେ ନିଅନ୍ତୁ। ଆପଣ ଆପଣଙ୍କର 100% ସମସ୍ତ କ୍ଷେତ୍ରରେ ଦିଅନ୍ତୁ। ଜୀବନରେ କେବେ ବି କାହାକୁ ବଦଳାଇବାକୁ ଚେଷ୍ଟା କରନ୍ତୁ ନାହିଁ।